ଆଜି ଥିଲା ପବିତ୍ର ସାବିତ୍ରୀ ଅମାବାସ୍ୟା। ଆମ ଦି ଜଣଙ୍କ ତରଫରୁ ଆପଣମାନଙ୍କୁ ଢେର ସାରା ଅଭିନନ୍ଦନ। ନମସ୍କାର, ଜୟ ଜଗନ୍ନାଥ। ଆଜିର ଆଉ ଗୋଟେ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ପ୍ରଥମେ ସକାଳୁ ଉଠିକି ଆମ ଛୋଟ ବଗିଚାରେ ଯେତେ ଯାହା ଟିକେ ଫୁଲ ଥିଲା, ଯେମିତିକି ଧଳା ଫୁଲ, ଯେଉଁ ବଡ଼ ଟଗର ଫୁଲ ହେଇଥିଲା, ମଲ୍ଲି ଫୁଲ କିଛିଟା ହେଇଥିଲା, ଆଉ ଦୁବଘାସ ତୋଳିକି ମୁଁ ନେଇ ଆସିଥିଲି। এই ଡିପାର୍ଟମେଣ୍ଟଟା ମାଆଙ୍କର, ଯେହେତୁ ଆଜି ମା ନାହାନ୍ତି ମୋତେ ଏଇ ଫୁଲ ତୋଳିବାକୁ ପଡ଼ିଲା। ତାପରେ ମୁଁ ସଜାଡ଼ି ଦେଲି ମୋର ଶୃଙ୍ଗାର ଯେତିକି ସବୁ ଫଳ ଆଉ ଯାହା ଶାଢ଼ୀ ଆସିଥିଲା। ମୁଁ ଏଥର ଦୁଇଟା ଶାଢ଼ୀ କରିଥିଲି, କିଛି ମାନେ ଅଲଗା ଶାଢ଼ୀ କରିନଥିଲି, ଖାଲି କଟନ୍ ଶାଢ଼ୀ ଦୁଇଟା କରିଥିଲି। ଆଉ ଯାହା ଯେମିତି ଫଳ ଯାହା ଲାଗିବା କଥା ଫଳ ସବୁ ସଜାଡ଼ିକି ରଖିଲି। ତାପରେ ମୋର ଯାହା ସବୁ ସାଜସଜ୍ଜା ଜିନିଷ, ଯେମିତିକି ସିନ୍ଦୁର, ଅଳତା, ଶଙ୍ଖା, ବ୍ରତ, ମଙ୍ଗଳସୂତ୍ର, ଏଇସବୁ ଜିନିଷ ରେଡ଼ି କରିକି ରଖିଦେଲି। କାରଣ ମୁଁ ଯାଇକି ମନ୍ଦିରରେ ପୂଜା କରିବାର ଥିଲା। ମନ୍ଦିର ଯିବା ପାଇଁ ମୁଁ ବ୍ୟାଗ୍ ପ୍ୟାକ୍ କରିକି ରଖିଦେଲି। ପ୍ରଥମେ ଥାଳିରେ କାଢ଼ିକି ରଖିଲି, ଦେଖିଲି ସବୁ ଜିନିଷ ଅଛି କି ନାହିଁ, ତାପରେ ବ୍ୟାଗ୍ରେ ପ୍ୟାକ୍ କରିଦେଲି। ସବୁ ସଜାଡ଼ି ସାରିଲା ପରେ ଅଳତା ଟିକେ ଲଗାଇଦେଲି। ତାପରେ ହେଇଗଲା ମୋର ଏଇଟା ଫାଇନାଲ୍ ଲୁକ୍। ଆପଣମାନେ କୁହନ୍ତୁ ମୋ ସାବିତ୍ରୀ ଲୁକ୍ଟା କେମିତି ଲାଗୁଛି, ଭଲ ଲାଗୁଛି କି ନାହିଁ। ଆକ୍ଚୁଆଲି ମୁଁ ରେଡ଼ି ହେଇସାରିକି ଏଇଠି ବସିକି ଟାଇମ୍ ପାସ୍ କରୁଛି। କ'ଣ ପାଇଁ କି ହଜବେଣ୍ଡ ଟିକେ ଆସିବାରେ ଲେଟ୍ କଲେ, ସେଥିପାଇଁ ସିଏ ତାଙ୍କର ଗାଧୋଇ ପାଧୋଇକି ରେଡ଼ି ହେଉଛନ୍ତି। ସେତିକି ଭିତରେ ସିଏ ଆସିଗଲେ, ମୋର ବି କାମ ସରିଗଲା। ମନ୍ଦିରରେ ପହଞ୍ଚିଲା ବେଳକୁ ବାବାରେ କି ଭିଡ଼। ମୁଁ ଶୁଣିବାକୁ ପାଇଲି ଅଲରେଡ଼ି ମାନେ 4ଟା ଫେଜ୍ ପୂଜା କରିକି ଯାଇସାରିଣି। ମୁଁ 5 ନମ୍ବର ଫେଜ୍ରେ ବସିଛି। ମୁଁ ଭାବିଲି ବୋଧେ କିଛି ପୂଜା ଷ୍ଟାର୍ଟ ହେଇନଥିବ, ଦେଖିଲାକୁ ଏତେ ଭିଡ଼। ଯାହା ହଉ ଫାଇନାଲି ପୂଜା ଟିକେ କରିଲି। ମୁଁ ଆମ ଯୋଡ଼ାରେ ଥିବା ମଙ୍ଗଳା ମନ୍ଦିରରେ ପୂଜା କଲି। ମୁଁ 2 ବର୍ଷ ହେଲାଣି ଏହି ମନ୍ଦିରରେ ପୂଜା କରୁଛି। ମୋତେ ଭଲ ଲାଗେ, ନନା ଏତେ ସୁନ୍ଦର ବହି ପଢ଼ନ୍ତି, ଆଉ ବହି ପଢ଼ିବାର ଏତେ ଟେନସନ୍ ନଥାଏ। ବହୁତ ବଢ଼ିଆରେ ସେ କଥା ଶୁଣେଇ ଦିଅନ୍ତି। ପୂଜା ସାରିକି ଘରକୁ ଆସିଲା ବେଳକୁ ଦେଖିଲାକୁ 12:30 ହେଇଯାଇଥିଲା। ତାପରେ ମୁଁ ସତ୍ୟବାନଙ୍କର ପୂଜା ଆରମ୍ଭ କରିଦେଲି। ଚନ୍ଦନ ସିନ୍ଦୁର ଦେଇ ସାରିଲା ପରେ, ଦୀପ ବନ୍ଦାପନା କରିସାରିଲା ପରେ, ଯାହା ଯେମିତି ଭୋଗ କରିଥିଲି, ସିଏ ରେଡ଼ି ହେଇକି ଆସିବା ଭିତରେ ମୁଁ ମୋର ଶାଗୁ ଫାଗୁ ଚକଟିକି ତାଙ୍କୁ ରେଡ଼ି କରିକି ରଖିଦେଇଥିଲି। ଦହି ସରବତ ଟିକେ ବନେଇଥିଲି। କ'ଣ ପାଇଁ ଏତେ ଖରାରୁ ଆସିଲେ ଖାଲି ପାଣି କ'ଣ ଦେବି, ସେଥିପାଇଁ ଦହି ସରବତ ବନେଇକି ତାଙ୍କର ବର୍ଷରେ ଥରେ ତ ମୁଣ୍ଡିଆ ମାରିବି, ତାଙ୍କଠୁ ପୁରା ଗୁଡ଼ାଏ ଲେଖା ଆଶୀର୍ବାଦ ନେଇଗଲି। ତାପରେ ମୁଁ ତାଙ୍କୁ କହିଲି ମୋତେ ଏଇସବୁ ଜିନିଷ ଟିକେ ଲଗାଇ ଦିଅ। ସିନ୍ଦୁର ଟିକେ ଲଗାଇଦେଲେ, ତାପରେ ମଙ୍ଗଳସୂତ୍ର ପିନ୍ଧିଦେଲେ, ପାନିଆ ଟିକେ ମୁଣ୍ଡ କୁଣ୍ଡେଇ ଦେଲେ। ତାପରେ ଯାହା ଯେମିତି ଭୋଗ କରିଥିଲି ସେ ଭୋଗ ମୋତେ ଟିକେ ଖୁଆଇଦେଲେ, ଦହି ପାଣି ପିଇଲି। ତାପରେ ମୋର ପୂଜା ସରିଲା। ମେନ୍ ସତ୍ୟବାନ ମୋର ଏବେ ଏଣ୍ଟ୍ରି କରିଲେ। ସିଏ ଟିକେ ରାଗିଛି, କ'ଣ ପାଇଁ କି ମୁଁ ତାକୁ ଆଗ ଦହି ପାଣି କ'ଣ ପାଇଁ ଦେଲିନି। ତା ପାପା ପିଇ ସାରିଲା ପରେ ସିଏ ପିଇଥାନ୍ତେ, ତାପରେ ମୁଁ ପିଇଥାନ୍ତି। ଦେଖୁନାହାନ୍ତି କେମିତି ମୁହଁଟାକୁ ଶୁଖେଇଛି। ସେ କହୁଛି ମୋତେ ବି ଦୀପରେ ବନ୍ଦାପନା କରନ୍ତି, କିନ୍ତୁ ତା ବାପା ମନା କଲେ, କହିଲେ ନା ନା, ଛୋଟ ଛୁଆକୁ ସେମିତି ଦୀପ ବନ୍ଦାପନା କରନି, ତାକୁ ଖାଲି ସେମିତି କିଛି କରିଦିଅ। ଦେଖୁନାହାନ୍ତି କିନ୍ତୁ ମୁହଁଟା କେମିତି ମାନେ ପୁରା ଶୁଖେଇକି ରଖିଛି। ତାପରେ ତାକୁ ବି ସେମିତି ଚନ୍ଦନ ସିନ୍ଦୁର ଟିକେ ଲଗେଇଲି, ହେଲେ ବି ତାର ମନ ଖୁସି ହେଇନି। ତାକୁ ଯେତେ କଲେ ବି ସେ ଖାଲି ତା ଜିଦ୍ଦି। ତାପରେ ତା ଫେଭରେଟ୍ ଲିଚୁ ବୋଲି ମୁଁ ଭାବିଲି ଫାଷ୍ଟ ଲିଚୁ ଦେବି, କିନ୍ତୁ ସେ କହିଲା ନା ମୋତେ ବି ଶାଗୁ ଚକଟା ଦିଅ। ପାପାକୁ ଫାଷ୍ଟ ସେଇଟା ଖୁଆଇଛ ମାନେ ମୋତେ ବି ସେଇଟା ଖୁଆ। କାଲି ଯେତେବେଳେ ଆମେ ମାର୍କେଟ ଯାଇଥିଲୁ ଫ୍ରୁଟ୍ସ ଆଣିବା ପାଇଁ, ବୁଟୁ ବି ଆମ ସହିତ ଯାଇଥିଲା। ତା ନଜର ଖାଲି ଲିଚୁ ଉପରେ, କେମିତି କେଉଁ ଦୋକାନରେ ଲିଚୁ ମିଳିବ ସେ ଲିଚୁ ନେବ। ସେଥିପାଇଁ କେବଳ ସିଏ ଖାଇବ ବୋଲି ହିଁ ତା ପାପା ତା ପାଇଁ ହିଁ ଖାଲି ଅଧା କିଲୋ ଲିଚୁ ନେଇକି ଆସିଥିଲେ। ଏପଟେ ତ ଲିଚୁ କିଲୋ 300 ଟଙ୍କା, ଫିର୍ ବି ଖାଲି ସିଏ ଖାଇବ ବୋଲି ଲିଚୁ ନେଇକି ଅଛି। ଭଲ କି ଲିଚୁ କିଛି ପାଚିନି, ଫିର୍ ବି ଖାଲି ଜବରଦସ୍ତି ଆଣିବା କଥା। ଦେଖୁନାହାନ୍ତି କିନ୍ତୁ ରାଗି ରାଗି ପୁରା ଅନଉଛି। ତାର ଦରକାର ସେଇ ବନ୍ଦେଇବା ଦରକାର। ସେ କହୁଛି ପାପାକୁ ଯେମିତି ଦୀପ ବୁଲେଇଲ ମୋତେ ବି ସେମିତି ବୁଲା, ମୋତେ ବି ଆଳତି କର। ରାଗିକି ଖାଲି ଫଁ ଫଁ ହେଉଛି। ଆପଣମାନେ ମୋତେ କମେଣ୍ଟରେ ଜଣାନ୍ତୁ ତ, ଛୋଟ ଛୁଆଙ୍କୁ ଦୀପ ବନ୍ଦାପନା କରାଯାଏ କି ନାହିଁ, ନା ମୁଁ କିଛି ଭୁଲ କଲି କି ତାକୁ ଦୀପ ବନ୍ଦାପନା ନ କରିକି। ଆଉ କେତେ ୱେଟ୍ କରିବି ତା ମୁହଁଟାକୁ ଚାହିଁ ଚାହିଁକା। ସେଥିପାଇଁ ମୁଁ ବି 2 ଢୋକା ପିଇଦେଲି। ଏତେ ଭୋକ ଲାଗୁଛି ଏତେ ଜୋରସେ, କିନ୍ତୁ ସିଏ କାହିଁ ବୁଝିବ, ତାର ତ ଦିନ ରାତି ଚଲେଇଛି। ଫାଇନାଲି ସେ ଦହି ପାଣି ପିଇଲା। ବୁଟୁ ଆମ ସହିତ ମନ୍ଦିର ଯାଇନଥିଲା। ମୁଁ ତାକୁ ଗଲାବେଳକୁ ତା ଫ୍ରେଣ୍ଡ ଘରେ ତାକୁ ଛାଡ଼ି ଦେଇଥିଲି। ଆଉ ମୋ ପୁଅକୁ ଶ୍ୱଶୁର ରଖିଥିଲେ, ଆଉ ମା ଆକ୍ଚୁଆଲି ନାହାନ୍ତି। ସେଥିପାଇଁ ମୁଁ ଏଥର ଏକୁଟିଆ ବହୁତ ହଇରାଣ ହେଇଗଲି। ମା ଟିକେ ବାହାରକୁ ଯାଇଛନ୍ତି, ନହେଲେ ସବୁ ବର୍ଷ ଥାଆନ୍ତି, ମୋତେ ସେ ବହୁତ ହେଲ୍ପ କରିଦିଅନ୍ତି। ନାଣ୍ଡି କହୁଛି ମୋତେ ବି ଚୁଟି କୁଣ୍ଡେଇ ଦିଅ। ତା ବାପା ମୋତେ କୁଣ୍ଡେଇ ଦେଲେ ତ, ସେଥିପାଇଁ ସେ କହୁଛି ମୁଁ ବି ମିରର ଦେଖିବି ଆଉ ମୋ ମୁଣ୍ଡ କୁଣ୍ଡେଇ ଦିଅ। ମୁଁ ତାକୁ କହିଲି ଚୁଟି କୁଣ୍ଡାନି, ନହେଲେ ନାଣ୍ଡୁରେ ଆଉ ଚୁଟି ବାହାରିବନି। ମାନେ ଏଇଟା ମୋର ସତ, ମାନେ ମୁଁ ଏଇଟା ଠିକ୍ ମାନେ ବିଚାର ଅଛି ନା ଭୁଲ, ଟିକେ ମୋତେ ଜଣେଇବେ କମେଣ୍ଟରେ। ଉପାସ ଥିଲେ କ'ଣ ହେଲା, ବାକି ସମସ୍ତେ ତ ଖାଇବେ ନା। ସେଥିପାଇଁ ସକାଳୁ ସେମାନଙ୍କ ପାଇଁ ଭାତ, ମାନେ ଏବେ ତ ପଖାଳ ଚାଲିଛି, ପଖାଳ ଆଉ ଭଜାଭଜି କରିଦେଇକି ଯାଇଥିଲି। ଆସିଲା ବେଳେ ବିଲକୁଲ ବି ଇଚ୍ଛା ହେବନି, ସେଥିପାଇଁ ସକାଳୁ ହିଁ କାମ ସାରି ଦେଇଥିଲି। ସବୁ ବର୍ଷ ମା କରିଦିଅନ୍ତି, କ'ଣ ପାଇଁ କି ମୁଁ ପୂଜା କରିଦିଅ, ଆମେ 2 ଜଣ ଯାକ ଯାଉ ପୂଜା କରିକି ଆସିକି ମା ତାଙ୍କର କରିଦେଇଥାନ୍ତି। କିନ୍ତୁ ଏ ବର୍ଷ ମା ନାହାନ୍ତି। ମାନେ ଆକ୍ଚୁଆଲି ମୁଁ ଆଜି ଡେରେ ମାଆଙ୍କୁ ବହୁତ ହିଁ ମିସ୍ କଲି। କ'ଣ ପାଇଁ କି ମାନେ ପୂଜା କରିକି ଆସିଲା ବେଳକୁ ମା ତାଙ୍କର ସବୁ ରେଡ଼ି ରୁଡ଼ା କରିକି ରଖିଦେଇଥାନ୍ତି।
ଫଳରେ ଭୋଗ ଲଗାଇବା ପାଇଁ ତରଭୁଜଟା କିଣିକି ସିନା ନେଇ ଆସିଲି, ବଟ୍ ମାନେ ତରଭୁଜ ମାନେ କାଟିକି ଖାଇଲା ବେଳକୁ ମୋତେ ଡର ଲାଗୁଥାଏ। ମାନେ ଆଜିକାଲି ଯେଉଁ ତରଭୁଜ ଖାଇକି ବହୁତ କିଛି କେସ୍ ହେଉନି, ସେଇଥିପାଇଁ ହିଁ ତରଭୁଜ ଖାଇବା ପାଇଁ ଆଗରୁ ଭାବିବାକୁ ପଡ଼ିଲା। ନହେଲେ ତରଭୁଜ ତ ଆଗରୁ ମୋର ବହୁତ ଫେଭରେଟ୍। ଏବେ ତରଭୁଜ ଖାଇଲା ବେଳକୁ ଡର ଲାଗୁଛି। ଏଇଠି ଯାହା ଅଛି ସେ କହୁଛି ମୋତେ ସବୁ କିଛି ଲଗେଇଦିଅ। ମାନେ ଏବେ କହୁଥିଲା ମୋତେ ସେ ଅଳତା ଲଗେଇଦିଅ, ତାପରେ ମୁଁ କହିଲି ନାଇଁ ଅଳତା ଥାଉ, ଅଳତା ତୁ ଲଗେଇଛୁ ଗୋଡ଼ରେ ଛାଡ଼ିନି ଥାଉ। ତାପରେ ସେ କହିଲା ହଉ ହେଲେ ନେଲ୍ ପଲିସ୍ ଲଗେଇଦିଅ। ଗୋଟେ ହାତରେ ଲଗେଇଲା, ତାପରେ କହୁଛି ଏ ହାତରେ ଲଗା। ମୁଁ କହିଲି ରହ ମୋତେ ଭୋକ ଲାଗୁଛି, ମୋତେ ଥକା ଲାଗିଲାଣି, ମୁଁ ଖାଇସାରେ ପରେ ଲଗେଇବା। ସନ୍ଧ୍ୟାବେଳେ ଆରାମସେ ଦିନ ଗୋଟେ ପଡ଼ିଛି, ଆମେ ପୁରା ଖାଲି ସଜ ହିଁ ହେବା। ଛାଡ଼ନ୍ତୁ ତା କଥା, ତାର ତ ଦିନମାନ ଚାଲିଥିବ, ସେ ଖାଲି ସଜ ହେବ। ଏଇ ଟାଇପ୍ର ଆମର ସାବିତ୍ରୀ ବ୍ରତ ଆମେ କରିଥିଲୁ। ଆଉ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟରେ ସିଓର ଜଣେଇବେ। ଶାଗୁ ଚକଟିକି ବେଲେ ଶାଗୁ ଖାଇ ଦେଇଥିଲି, ଦିନମାନ ଏଇଆ ଖାଇକି ରହିଲି। ନମସ୍କାର, ବାଏ ବାଏ।